ଭୋଜନଗର ରାଜ୍ୟରେ କୁସୁମପୁର ବୋଲି ଗୋଟିଏ ଛୋଟିଆ ଗାଁଟି। ପାହାଡ଼ ମୁଣ୍ଡିଆ ଉପରେ ଠିଆ ହେଇ ପୂର୍ବକୁ ଦେଖିଲେ ଗାଁଟି ଦିଶେ। ଗାଁ ମଝିରେ ରାସ୍ତା, ରାସ୍ତାର ଦି କଡ଼େ ଧାଡ଼ିକୁ ଧାଡ଼ି ଘର। ଭାରି ସୁନ୍ଦରିଆ ଦିଶେ ସେହି ଗାଁଟି। ଗାଁରେ ଖୁବ୍ ସ୍ୱଳ୍ପ ପରିବାର ତୁଳନାରେ ଚାଷ ଜମି ବେଶୀ, ତେଣୁ ଗାଁରେ କାହାର ଅଭାବ ନଥାଏ। ସେହି ଗାଁରେ ଦୁହେଁ ଭାଇ ଭଉଣୀ ରହୁଥିଲେ। ଭାଇର ନାଁ ଥିଲା ସନିଆ ଏବଂ ଭଉଣୀର ନାଁ ଥିଲା ସାରିଆ। ବାପା ମା କେବେଠୁ ଆରପାରିରେ। ସନିଆ ହେଉଛି ବଡ଼। ସାରିଆକୁ ସେ ନିଜ ହାତରେ ପାଳିଛି। ଏଡ଼େଟାରୁ ଏଡ଼େଟା କରିଛି। ଯାହା ହଉ, ବାପା ମଲା ପୂର୍ବରୁ ଯୋଡ଼ିଏ ଜମି ଛାଡ଼ି ଦେଇ ଯାଇଛନ୍ତି। ତେଣୁ ଭାଇ ଭଉଣୀଙ୍କୁ ଆଉ କାହାକୁ ହାତ ପକାଇ ମାଗିବାକୁ ପଡ଼େ ନା। ସନିଆ ଜମିରେ ଚାଷ କରେ, ବାଡ଼ିରେ ପନିପରିବା ଚାଷ କରେ। ସାରିଆ ଘର କାମ ବୁଝେ, ରୋଷେଇବାସ କରି ଭାଇ ପାଇଁ ଜମିକୁ ଖାଇବାକୁ ନେଇଯାଏ। ଏମିତି ଦୁହିଁଙ୍କ ଜୀବନ ଖୁସିରେ କଟେ। ସନିଆ ଯାହା ପଇସା ରୋଜଗାର କରେ, ସେଥିରୁ ଅଳ୍ପ କିଛି ଖର୍ଚ୍ଚ କରି ବାକି ସାରିଆର ବାହାଘର ପାଇଁ ସଞ୍ଚୟ କରେ। ଦିନକର କଥା, ସନିଆ ଘରେ ନଥିଲା। ଘରେ ଏକା ସାରିଆ। ସେଦିନ ସାରିଆ ଗୋଟିଏ ଟୋକେଇ ଧାନ ଉଁସେଇଥିଲା। ତାପରେ ଶୁଖେଇବ, ଆଉ ତାପରେ ତାକୁ କୁଟି ସେଥିରୁ ଚାଉଳ ବାହାର କରିବ। ତେଣୁ ସେ ଉଁସା ଧାନକୁ ଦାଣ୍ଡରେ ଆଣି ଶୁଖେଇଦେଲା। ତାପରେ ଘର ଭିତରକୁ ଯାଇ ରୋଷେଇବାସରେ ବ୍ୟସ୍ତ ରହିଲା। କିଛି ସମୟ ପରେ ଧାନ ଲେଉଟାଇବା ପାଇଁ ଆସିଲା ବେଳକୁ ଦେଖେ ଦଳେ ବାଇ ଚଢ଼େଇ ବସି ସବୁ ଧାନତକ ଖାଇଦେବାକୁ ବସିଲେଣି। ଯେମିତି ସାରିଆ ପାଖକୁ ଆସିଛି, ସବୁ ବାଇ ଚଢ଼େଇ ଫୁରକିନା ଉଡ଼ିଗଲେ। ଦୈବାତ୍ ଗୋଟିଏ ଚଢ଼େଇ ସାରିଆ ହାତରେ ଧରା ପଡ଼ିଲା। ସାରିଆ କହିଲା, ତୁମେ ସବୁ ମୋ ଧାନ ଖାଇଦେଇଛ। ସେମାନେ ତ ସବୁ ଉଡ଼ିଗଲେ, କିନ୍ତୁ ତତେ ମୁଁ ଛାଡ଼ିବିନି। ମୁଁ ତତେ ଜୀବନରୁ ମାରିଦେବି। ବାଇ ଚଢ଼େଇଟି କାକୁତି ମିନତି ହେଇ କାନ୍ଦି କାନ୍ଦି କହିଲା, ମୋତେ ମାର ନାହିଁ, ମୁଁ ତୁମର ବହୁତ କାମରେ ଆସିବି। ସାରିଆ କହିଲା, ତୋ ଭଳି ଗୋଟିଏ ଛୋଟିଆ ପକ୍ଷୀ ମୋର କ'ଣ ବା କାମରେ ଆସିବ? ବାଇ ଚଢ଼େଇ କହିଲା, ତମ ହେଁସରେ ଯେତିକି ଧାନ ବଞ୍ଚିଛି, ସେଥିରୁ ଯେଉଁ ଚାଉଳ ବାହାରିବ, ପ୍ରତିଟି ଚାଉଳ ଗୋଟିଏ ଲେଖାଏଁ ହାଣ୍ଡି ଭାତ ହେବ। ଆଉ ହଁ, ଏକଥା ତୁମେ ଆଉ କାହାକୁ ବି କହିବନି, ନହେଲେ ତମ ଛାତି ଫାଟିଯିବ। ସାରିଆ ମନେ ମନେ ଭାବିଲା, ୟାକୁ ଆଉ କ'ଣ ମାରିବି? ଯଦି ଛାଡ଼ିଦିଏ, ତେବେ ଗୋଟିଏ ଚାଉଳରୁ ହାଣ୍ଡିଏ ଭାତ ପାଇପାରିବି। ଦେଖିବା ସତ କହୁଛି କି ମିଛ। ଯଦି ମିଛ ହେବ, ତାହେଲେ ପରଥର ଆଉ ମୋଟେ ଛାଡ଼ିବିନି। ଏହା ଭାବି ସାରିଆ କହିଲା, ହଉ, ମୁଁ ତତେ ଛାଡ଼ି ଦେଉଛି, ହେଲେ ଆଉ କେବେ ମୋ ଧାନ ଖାଇବୁନି। ଏତକ କହି ସାରିଆ ବାଇ ଚଢ଼େଇକୁ ଛାଡ଼ିଦେଲା। ସାରିଆ ପରଦିନ ଧାନକୁ ଢିଙ୍କିରେ କୁଟି ଚାଉଳ ବାହାର କଲା। ରୋଷେଇ କଲାବେଳେ ହାଣ୍ଡିରେ ପାଣି ଗରମ କରି ବାଇ ଚଢ଼େଇଟି କହିଥିବା ମୁତାବକ କେବଳ ଗୋଟିଏ ଚାଉଳ ହିଁ ହାଣ୍ଡିରେ ପକାଇଲା। କିଛି ସମୟ ପରେ ହାଣ୍ଡି ଖୋଲି ଦେଖେ ତ ହାଣ୍ଡିରେ ହାଣ୍ଡିଏ ଭାତ। ସାରିଆ ଭାରି ଖୁସି ହେଲା। ଭାଇ ସନିଆକୁ ମଧ୍ୟ ଏ ବିଷୟରେ କିଛି ବି କହିଲାନି, କାରଣ ସେ ଜାଣିଥିଲା, ଯେମିତି ବାଇ ଚଢ଼େଇର ଗୋଟିଏ ଚାଉଳ ପକାଇଲେ ହାଣ୍ଡିଏ ଭାତ ହେବା କଥା ସତ ହେଲା, ଠିକ୍ ସେମିତି ଯଦି ସେ ଏ ବିଷୟରେ କାହାକୁ ଜଣେଇ ଦିଏ, ତେବେ ତା ଛାତି ଫାଟିଯିବା କଥା ମଧ୍ୟ ସତ ହେଇଯିବ। ତେଣୁ ସେ ଏ କଥାକୁ ଲୁଚେଇ ରଖିଲା। ସେବେଠୁ ତାଙ୍କର ଆଉ ଅଭାବ ରହିଲା ନାହିଁ। ସାରିଆ ସନିଆ ଯାହା ଚାଷରୁ ଧାନ ଚାଉଳ ଆଣେ, ତାକୁ ଅମ୍ଭାରରେ ସାଇତି ରଖେ ଏବଂ ବାକିତକ ବିକ୍ରି କରି ପଇସା ସଞ୍ଚୟ କରେ। ଏମିତି ଭାଇ ଭଉଣୀ ଦୁହେଁ ଧନୀ ହେବାକୁ ଲାଗିଲେ। ସନିଆ ଚିନ୍ତା କଲା, ଏବେ ତ ମୋର ଚଳିବା ଟିକେ ଫର୍ଚ୍ଚା ହେଇଗଲାଣି, ଆଉ ପୂର୍ବ ଭଳି ଅଭାବ ନାହିଁ। ଭଲ ଦି ପଇସା ପାଖରେ ଅଛି। ଯାଉଛି, ସାରିଆକୁ ଭଲ ପିଲାଟେ ଦେଖି ବାହାଘର କରିଦେବି। କିଛିଦିନ ପରେ ସେ ସାରିଆକୁ ଗୋଟେ ଭଲ ପ୍ରସ୍ତାବଟେ ଦେଖି ତାର ବାହାଘର କରିଦେଲା। ବାହାଘର ପରେ ସାରିଆ ତା ଶାଶୁଘରକୁ ମଧ୍ୟ ଏହି ଚାଉଳ ସବୁତକ ନେଇଗଲା।
କାରଣ ଯଦି ତା ଭାଇ ପାଖରେ ଏ ଚାଉଳ ରହିବ ତେବେ କିଛି ବି କାମ କରିବ ନାହିଁ। ଯେତିକି ଚାଉଳ ସେତିକି ଭାତ ହେବ। ତେଣୁ ସେ ତା ଶାଶୁଘରକୁ ନେଇ ଯାଇଥିଲା। ସେଠି ମଧ୍ୟ ଗୋଟିଏ ଚାଉଳରୁ ହାଣ୍ଡିଏ ଭାତ କରି ଖାଇବାକୁ ଦେଲା। ଦିନେ ସାରିଆର ଶାଶୁ ଭାବିଲା, ଆମ ଚାଉଳ ଡିବାରେ ତ ସବୁ ଚାଉଳ ଥୁଆ ହେଇଛି, ହେଲେ ବହୁ ଚାଉଳ କେଉଁଠୁ ଆଣି ରୋଷେଇ କରୁଛି। ତେଣୁ ସେଦିନେ ସାରିଆକୁ ପଚାରିଲା। କିନ୍ତୁ ସାରିଆ କହିଲା, ମୁଁ ଭିତର ଅମ୍ଭାରରୁ ଚାଉଳ ଆଣି ରୋଷେଇ କରୁଛି। କିନ୍ତୁ ଶାଶୁ ତାର ଏକଥା ମାନିବାକୁ ନାରାଜ ଥିଲା। ତେଣୁ ସେଦିନେ ତା ପୁଅକୁ ଏକଥା କହିଲା ଯେ ବୋହୂକୁ ପଚାରେ ସେ ଚାଉଳ କେଉଁଠୁ ଆଣି ରୋଷେଇ କରୁଛି। ନା ଅମ୍ଭାରରୁ ନା ବାହାର ଡିବାରୁ କେଉଁଠୁ ବି ଚାଉଳ ସରୁନି, ତେବେ ସେ ଚାଉଳ କେଉଁଠୁ ଆଣି ରୋଷେଇ କରୁଛି। ନିଜ ମା ପାଖରୁ ଏକଥା ଶୁଣି ସାରିଆର ସ୍ୱାମୀ ସେଦିନ ସାରିଆକୁ ପଚାରିଲା। ସାରିଆ ଯେତେ ମନା କରି କହିଲେ ସୁଦ୍ଧା ତା ସ୍ୱାମୀ ଏକଥା ଜାଣିବାକୁ ଜିଦ୍ ଧରିଲା। ସାରିଆ କହିଲା, ଯଦି ମୁଁ ଏକଥା କହେ ତେବେ ମୋ ଛାତି ଫାଟିଯିବ ଓ ମୁଁ ମରିଯିବି। କିନ୍ତୁ ତା ସ୍ୱାମୀ ସାରିଆର ଏ କଥାକୁ ମିଛ ବୋଲି ଭାବି ସତ କ'ଣ ଜାଣିବାକୁ ଚାହିଁଲା। ଶେଷରେ ସାରିଆ ସବୁ କଥା କହିଦେଲା ଏବଂ ବାଇଚଢ଼େଇର କହିବା ମୁତାବକ ତାର ସେଇଠି ଛାତି ଫାଟିଗଲା। ସାରିଆର ମୃତ୍ୟୁ ପରେ ତା ସ୍ୱାମୀ ଓ ଶାଶୁ ଦୁହେଁ ବହୁତ କାନ୍ଦିଲେ, ଅନୁତାପ କଲେ, ହେଲେ ସାରିଆ କିନ୍ତୁ ଆଉ ଫେରିଲାନି। ତେଣୁ ପିଲାମାନେ, ଏ ଗଳ୍ପରୁ ଶିକ୍ଷା ମିଳୁଛି ଯେ ଯଦି ଜଣେ କିଛି ଗୋପନ କଥା କହିଲେ କାହାର କିଛି ଲାଭ ହେବନି, ବରଂ କାହାର କ୍ଷତି ଘଟିବ, ତେବେ ସେ କଥା ସବୁଦିନ ପାଇଁ ଗୋପନ ରହିବା ହିଁ ଭଲ। ଯଦି ଆମେ କିଛି କରିପାରିବା ନାହିଁ ତେବେ ଆମେ ସବୁବେଳେ ସମସ୍ତଙ୍କର ସବୁ କଥା ଜାଣିବାକୁ କାହିଁକି ଚାହିଁବା? ହଁ ପିଲାମାନେ, ଆଶା କରୁଛୁ ଏ ଗଳ୍ପ ତୁମକୁ ବହୁତ ଭଲ ଲାଗିଥିବ। ଯଦି ଏ ଗଳ୍ପଟି ତୁମକୁ ଭଲ ଲାଗିଥିବ ନିଶ୍ଚିତ ଭାବରେ ଲାଇକ୍ କରିବ, କମେଣ୍ଟ କରିବ ଓ ସେୟାର କରିବ। ହଁ, ଯଦି ଏ ପର୍ଯ୍ୟନ୍ତ ଆମ ଚ୍ୟାନେଲକୁ ସବସ୍କ୍ରାଇବ୍ କରିନାହଁ ତେବେ ସବସ୍କ୍ରାଇବ୍ କରିନେବ। କଥା ଦେଉଛୁ ଏମିତି ନୀତିଶିକ୍ଷା ଓ ମନୋରଞ୍ଜନ ଭିତ୍ତିକ ଗଳ୍ପ ଆମେ ସବୁଦିନ ଭେଟିଦେବୁ।